ବାଲେଶ୍ୱର ଜିଲ୍ଲା ବାଲିଆପାଳକୁ ଏନ୍ଏସି ମାନ୍ୟତା ଦାବିରେ ସ୍ୱାଭିମାନୀ ବାଲିଆପାଳ ମଞ୍ଚ ପକ୍ଷରୁ 8 ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା ଦିଆଯାଇଛି। ସକାଳ 6ଟାରୁ ଅପରାହ୍ନ 9ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଦୋକାନ ଛାଡ଼ିଦେଲେ ସବୁ ବନ୍ଦ ରହିବ। ବାଲିଆପାଳକୁ ଏନ୍ଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଦାବି କରିବା ପରେ ସର୍ଭେ କରାଯାଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ମାତ୍ର ତାଙ୍କ କାର୍ଯ୍ୟକାଳ ସରିବା ପରେ ଏନେଇ ଅନ୍ୟ ବିଧାୟକ କିମ୍ବା ନେତୃତ୍ୱ କୌଣସି ପଦକ୍ଷେପ ନେଇନଥିଲେ। ବର୍ତ୍ତମାନ ରାଜ୍ୟରେ 34ଟି ନୂଆ ଏନ୍ଏସି ଗଠନ ପରେ ପୁଣି ପରଦିନ ଆଉ ଏକ ଏନ୍ଏସି ଏହିଭଳି 35ଟି ଏନ୍ଏସି ଗଠନ କରାଯାଇଥିଲେ ମଧ୍ୟ ବାଲିଆପାଳକୁ ଏଥିରେ ବାଦ୍ ଦିଆଯାଇଛି। ଏନ୍ଏସି ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଥିଲେ ମଧ୍ୟ କାହିଁକି ବାଦ୍ ଦିଆଗଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ତେଣୁ ଏହାର ପ୍ରତିବାଦରେ ସ୍ୱାଭିମାନୀ ବାଲିଆପାଳ ମଞ୍ଚର ଆବାହକ ସତ୍ୟକାମ ମହାନ୍ତିଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି। ବାଲିଆପାଳରୁ ଜ୍ୟୋତିରାଦିତ୍ୟ ପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।